ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ଯୁବନେତା ବିକ୍ରମ ପଣ୍ଡା। ତାଙ୍କୁ ସମର୍ଥନ ଦେଇ ବିଜେଡି ଓ ବିଜେପିର ମିଛ ପ୍ରତିଶ୍ରୁତି ଏବଂ ପ୍ରତାରଣାର ଉଚିତ ଜବାବ ଜନସାଧାରଣ ଦେବେ ବୋଲି କହିଲେ ବିକ୍ରମ। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ଯୁବନେତା ବିକ୍ରମ ପଣ୍ଡା। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ତାଙ୍କ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଫକୀରମୋହନ କଲେଜରେ ଛାତ୍ରନେତା ଭାବେ ରାଜନୈତିକ ଜୀବନ ଆରମ୍ଭ ସହ ଦୀର୍ଘ 20 ବର୍ଷ ଧରି ନିଃସ୍ୱାର୍ଥପର ଭାବେ ଜନସାଧାରଣଙ୍କ ସେବା ସେ କରିଆସୁଛନ୍ତି। 26ଟି ପଞ୍ଚାୟତ ଓ ବାଲେଶ୍ୱର ପୌରପାଳିକାର 31 ଗୋଟି ୱାର୍ଡକୁ ନେଇ ଗଠିତ ସଦର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଆହ୍ୱାନ କ୍ରମେ ସେ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ପଣ୍ଡା କହିଛନ୍ତି। ବିଜେଡି ଓ ବିଜେପିର ମିଛ ପ୍ରତିଶ୍ରୁତି ତଥା ପ୍ରତାରଣାର ଶିକାର ହୋଇଥିବା ଗରିବ, ଖଟିଖିଆ, ଚାଷୀ, ମୂଲ୍ୟାଙ୍କ ଭଳି ତୃଣମୂଳ ସ୍ତରର ପ୍ରତ୍ୟେକ ଲୋକଙ୍କ ପାଇଁ ସେ ନେତୃତ୍ୱ ନେବାକୁ ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିନା ରାଜନୈତିକ ଦଳ ପୃଷ୍ଠପୋଷକତାରେ ସ୍ୱତନ୍ତ୍ର ଭାବେ ନିଜସ୍ୱ ବିଶାଳ ସଂଗଠନକୁ ନେଇ ସେ ଲୋକଙ୍କ ନିକଟକୁ ଯିବେ। ସଦର ବ୍ଲକରେ ଲୁଣା ପାଣି ମାଡ଼ି ଚାଷ ନଷ୍ଟ ହେଉଥିବାରୁ ତାହାର ସ୍ଥାୟୀ ପ୍ରତିକାର ଦାବିରେ ଚାଷୀଙ୍କୁ ନେଇ ସଦର ବ୍ଲକ ଘେରାଉ ଭଳି ଆନ୍ଦୋଳନ ହେଉ କି ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ ପାଇଁ ଦାବି, ସଦର ବ୍ଲକରେ ପାନୀୟ ଜଳ ସଙ୍କଟ ହେଉ କି ରାସ୍ତାର ଦୁରାବସ୍ଥାକୁ ନେଇ ଆନ୍ଦୋଳନ, ସେ ସର୍ବଦା ଜନସାଧାରଣଙ୍କ ସମସ୍ୟାକୁ ଦୃଢ଼ତାର ସହ ଉଠାଇଛନ୍ତି। ବିର୍ଲା ଟାୟାର୍ସ ଓ ବାଲେଶ୍ୱର ଏଲଏଚ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ତାଙ୍କର ଆମରଣ ଅନଶନ ସଫଳତା ଆଣିଦେଇଛି। ସେହିପରି ଡୁବଡୁବି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ତାଙ୍କର ଜଳ ସତ୍ୟାଗ୍ରହ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଯାବତ୍ ସେ 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ପଲିଥିନ୍ ଏବଂ 50ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରି ସାମାଜିକ ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀ ପଣ୍ଡା କହିଛନ୍ତି। ସାଧାରଣ ଲୋକଙ୍କ ସ୍ୱରକୁ ଶାଣିତ ସହ ନ୍ୟାୟୋଚିତ ହକ୍ ହାସଲ ପାଇଁ ତାଙ୍କୁ ସମର୍ଥନ ଦେବାକୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ଆମେ ଆଜି ଘୋଷଣା କରୁଛୁ ସ୍ୱାଧୀନ ଭାବେ ବାଲେଶ୍ୱର ସଦରରୁ ସାମ୍ବିଧାନିକ ପଦପଦବୀ ବିନା ଏ ଅଞ୍ଚଳ କାମ କରିବା, ଲୋକଙ୍କୁ ନ୍ୟାୟ ଦେବା, ଯେଉଁ ସ୍ପିଡ୍ରେ ଆମେ ଚାହୁଁଛୁ କାମ କରିବା ପାଇଁ। ଆମେ ତ 10 ବର୍ଷ 15 ବର୍ଷ କାମ କରୁଛୁ, କିନ୍ତୁ ଯେଉଁ ସ୍ପିଡ୍ରେ ଚାହୁଁଛୁ କାମ କରିବା ପାଇଁ ସେଠି ନ୍ୟାୟ ମିଳୁନାହିଁ। ଯେହେତୁ ଏ ନିର୍ବାଚନ ମଣ୍ଡଳ ମାନ୍ୟବର ବିଧାୟକ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ତେଣୁ ଆମେ ନିଷ୍ପତ୍ତି କରୁଛୁ ସ୍ୱାଧୀନ ଭାବେ ନିର୍ବାଚନ ମଣ୍ଡଳ ବିଧାନସଭା ନିର୍ବାଚନ ଲଢ଼ିବା ଏବଂ ଲୋକଙ୍କୁ ନ୍ୟାୟ ଦେବା। ବାଲେଶ୍ୱର ବିକାଶ ପାଇଁ ଆମେ ନିର୍ବାଚନ ଲଢ଼ୁଛୁ, ଏ କଥା ଲୋକ ଜାଣିଛନ୍ତି। 10 ବର୍ଷ ଭିତରେ ମାନ୍ୟବର ବିଧାୟକ ଯେଉଁ 3.5 ବର୍ଷ ହେଲାଣି ଆମେ 10 ବର୍ଷ ନେଇ ବୁଲୁଛୁ। ମାନ୍ୟବର ବିଧାୟକ ସଦରଙ୍କ ରାଜନୈତିକ ଅଭିଜ୍ଞତା କ'ଣ ସେ କୁହନ୍ତୁ ଆଗେ, କୋଉଠୁ ଆସୁଛନ୍ତି? 15 ବର୍ଷ ରାଜନୈତିକ ଅଭିଜ୍ଞତା ଆମର ଏବଂ ବିଜେପିର ପ୍ରାର୍ଥୀଙ୍କର ରାଜନୈତିକ ଅଭିଜ୍ଞତା କ'ଣ ସେ ବିଷୟରେ ମଧ୍ୟ ସେ କୁହନ୍ତୁ। ତେଣୁ ଆଜି ଯେହେତୁ ଅଭିଜ୍ଞତା ଆମର ଅଧିକା ରାଜନୀତିରେ, ଆପଣ କୋଉ ଫିଲ୍ଡକୁ ଯିବେ ଯାହାର ଅଭିଜ୍ଞତା ଅଧିକା ସେ ଆଗକୁ ଯାଏ। ଆମର ଅଧିକା ରାଜନୈତିକ ଅଭିଜ୍ଞତା ଅଛି। ମୋର ଆଶା ଓ ବିଶ୍ୱାସ ଅଛି ଏ ନିର୍ବାଚନ ଆମେ ଜିତିବୁ। ଯେଉଁ କଥା 10 ବର୍ଷ ଆମେ କହୁଛୁ, ଆପଣ କହିଲେ ବିର୍ଲା ଟାୟାରଠୁ ଆରମ୍ଭ କରି ବିର୍ଲା ଟାୟାର ଇସ୍ପାତ ଏଲଏଚ୍2 ଖୋଲିବାଠୁ ଆରମ୍ଭ କରି ଡୁବଡୁବି ନଦୀରେ ପୁଲଠୁ ଆରମ୍ଭ କରି ବୁଢ଼ାବଳଙ୍ଗର ବନ୍ୟା ନିୟନ୍ତ୍ରଣଠୁ ଆରମ୍ଭ କରି ବାଲେଶ୍ୱର ସହରକୁ ମହାନଗର ନିଗମଠୁ ଆରମ୍ଭ କରି ନଗର ନିଗମ କରିବାଠୁ ଆରମ୍ଭ କରି ବାଲେଶ୍ୱରରେ ଯୁବକ ଯୁବତୀମାନଙ୍କୁ ଦାଦନ ଖଟିବାରୁ ବଞ୍ଚିତ କରିବାର ଯେଉଁ କାର୍ଯ୍ୟକ୍ରମ ହେଉଛି ତାକୁ କେମିତି ବିଫଳ କରାଯାଇପାରେ, ଲୋକ କେମିତି ନିଯୁକ୍ତି ପାଇବେ, ଏସବୁ କାର୍ଯ୍ୟକ୍ରମ ନେଇକି ଆମେ ସାଧାରଣ ଲୋକଙ୍କ ପାଖକୁ ଯିବୁ। ଆପଣ ସ୍ୱାଧୀନ ଭାବେ ନିର୍ବାଚନ ଜିତିଲା ପରେ ବାଲେଶ୍ୱର ଜନସାଧାରଣଙ୍କ ସମସ୍ୟାକୁ ନେଇକି ଆମେ ବିଧାନସଭାରେ ଠିଆ ହେବୁ। ମୁଁ ଖାଲି ଗୋଟିଏ ଜିନିଷ ଏଡ୍ କରିବା ପାଇଁ ଚାହିଁବି, ବାଲେଶ୍ୱରରେ ଯେଉଁ 3.5 ବର୍ଷର ମାନ୍ୟବର ବିଧାୟକ ଜିତିଛନ୍ତି ଏଠୁ, ତାଙ୍କୁ ମୋର ଗୋଟିଏ ପ୍ରଶ୍ନ ଆପଣଙ୍କ ମାଧ୍ୟମରେ, ଯେ 3.5 ବର୍ଷ ଭିତରେ ଆସେମ୍ବଲିରେ ପାଖାପାଖି 20ଟା ଖଣ୍ଡେ ସେସନ ହେଇଥିବ। ସେ ଗୋଟେ ଫଟୋ ଆଜି ଆମକୁ ଦେଖାନ୍ତୁ କିମ୍ବା ଭିଡିଓ ଦେଖାନ୍ତୁ। ମୁଁ ତାଙ୍କୁ ଆହ୍ୱାନ କରୁଛି ଆପଣଙ୍କ ମାଧ୍ୟମରେ ଯେ ବାଲେଶ୍ୱରର ସ୍ୱାର୍ଥକୁ ନେଇକି ସେ କେତେ ଥର ଆସେମ୍ବଲିରେ ପ୍ରଶ୍ନ ପଚାରେ। 9 ତାରିଖ ଦିନ ନମିନେସନ କରିବୁ, ଗୁରୁବାର ଦିନ ସମସ୍ତଙ୍କୁ ବାଲେଶ୍ୱର ଜନସାଧାରଣଙ୍କୁ କହୁଛି ଆପଣ ଆସିବେ ଆମ ନମିନେସନରେ ସାମିଲ ହେବେ। ମୁଁ ଏବେ ତ ଯେତେବେଳେ ବିଧାନସଭା ନିର୍ବାଚନ ଲଢ଼ିବି, ମୁଁ ତ ଆଉ କଂଗ୍ରେସର ନାହିଁ, ମୁଁ ଇସ୍ତଫା ଦେଇନି, କିନ୍ତୁ ଯେତେବେଳେ ମୁଁ ଲଢ଼ିବି ସ୍ୱାଧୀନ ଭାବେ ଅଟୋମେଟିକାଲି ଡିସ୍କ୍ୱାଲିଫାଇ ହେଇଯିବ। ଯଦି ଅଫିସିଆଲ କ୍ୟାଣ୍ଡିଡେଟ୍ ଏଗେନ୍ଷ୍ଟ ଲଢ଼ିବି ଅଟୋମେଟିକ ଡିସ୍କ୍ୱାଲିଫାଇ ହେଇଯିବ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପଣ୍ଡାଙ୍କ ସମର୍ଥକ ସାହେବା ଅକ୍ତର, ଅବଦୁଲ ଇସ୍ରାଏଲ, ପ୍ରମୋଦ ମାଝୀ, ହିମାଂଶୁ ପୁହାଣ, ସୁଶାନ୍ତ ରଣା, ଶେଖ୍ ଅବଦୁଲ ରହିମ, ଜିଆଉଲ ରେହମାନ, ମନୋଜ କୁମାର ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।